ଇରାନର କଡ଼ା ସତର୍କତା ବାଣୀ, ଟ୍ରମ୍ପଙ୍କର 48 ଘଣ୍ଟିଆ ଅଲ୍ଟିମେଟମକୁ ସିଧାସଳଖ ଅସ୍ୱୀକାର। ଆମେରିକାକୁ ଇରାନର ଚେତାବନୀ, ନର୍କର ଦ୍ୱାର ଖୋଲାଯିବ। ଟ୍ରମ୍ପଙ୍କର 48 ଘଣ୍ଟିଆ ଅଲ୍ଟିମେଟମକୁ ଇରାନର ସିଧାସଳଖ ନା। କେତେ ଗୁରୁତର ହେଉଛି ପରିସ୍ଥିତି, ଆସନ୍ତୁ ଜାଣିବା। ଇରାନ ଶନିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର 48 ଘଣ୍ଟିଆ ଅଲ୍ଟିମେଟମକୁ ସିଧାସଳଖ ଭାବରେ ଅସ୍ୱୀକାର କରିଛି। ଟ୍ରମ୍ପ ତାଙ୍କର ଅଲ୍ଟିମେଟମରେ କହିଥିଲେ, ଯଦି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କୌଣସି ସମାଧାନ ହେଉନାହିଁ, ତେବେ ଆମେରିକା ଇରାନର ଗୁରୁତ୍ୱପୂର୍ଣ୍ଣ ଇନଫ୍ରାଷ୍ଟ୍ରକ୍ଚରଗୁଡ଼ିକୁ ଧ୍ୱଂସ କରିଦେବ। ଏହି ଧମକ ପରେ ତେହେରାନର କେନ୍ଦ୍ରୀୟ ସେନା ମୁଖ୍ୟାଳୟରୁ ଏକ ଦୃଢ଼ ପ୍ରତିକ୍ରିୟା ଆସିଛି। କେନ୍ଦ୍ରୀୟ ମୁଖ୍ୟାଳୟ ଖାତାମ ଆଲ ଆନବିୟାର ଜେନେରାଲ ଅଲି ଅବଦୁଲ୍ଲି ଆଲିଆବାଦୀ ଟ୍ରମ୍ପଙ୍କର ମତାମତକୁ ଆମେରିକାର ହେଲ୍ପଲେସ୍, ନର୍ଭସ୍, ଅନବ୍ୟାଲାନ୍ସଡ୍ ଓ ଷ୍ଟୁପିଡ୍ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପଙ୍କର ଭାଷାରେ ଉତ୍ତର ଦେଇ, ଏହି ସନ୍ଦେଶର ସରଳ ଅର୍ଥ ହେଉଛି ତୁମ ପାଇଁ ନର୍କର ଦ୍ୱାର ଖୋଲାଯିବ। ଏହି ବିବୃତ୍ତି ଆସିଛି AFP ଖବର ଏଜେନ୍ସି ଅନୁସାରେ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ବେଲ୍ ବଟନକୁ ଅନ୍ କରିଦିଅନ୍ତୁ ଏବଂ ତା ସହିତ ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। ଏହି ଘଟଣା ପରେ ଆମେରିକା ଓ ଇରାନ ମଧ୍ୟରେ ଟଣାଟଣି ଆହୁରି ବଢ଼ିବାର ସମ୍ଭାବନା ଦେଖାଦେଉଛି। ବିଶେଷଜ୍ଞମାନେ କହୁଛନ୍ତି, ଏହି ପରିସ୍ଥିତି ଯୁଦ୍ଧ ଦିଗକୁ ଗତି କରିପାରେ। ମଧ୍ୟପ୍ରାଚ୍ୟରେ ବା ମିଡିଲ୍ ଇଷ୍ଟରେ ଅସ୍ଥିରତା ବଢ଼ିପାରେ। ତେଲ ଦର ଏବଂ ବିଶ୍ୱ ଅର୍ଥନୀତି ଉପରେ ଏହାର ଗଭୀର ପ୍ରଭାବ ପଡ଼ିପାରେ। ତେବେ ପ୍ରଶ୍ନ ହେଉଛି, ଏହି କଥାର ଯୁଦ୍ଧ କେବେ ବାସ୍ତବ ଯୁଦ୍ଧରେ ପରିଣତ ହେବ କି ନା କୂଟନୀତି ଏହାକୁ ରୋକିପାରିବ? ଏହି ବଡ଼ ପ୍ରଶ୍ନର ଉତ୍ତର ଆସନ୍ତା କିଛି ଦିନ ମଧ୍ୟରେ ସ୍ପଷ୍ଟ ହେବ। ଇରାନକୁ 48 ଘଣ୍ଟିଆ ଚେତାବନୀ, ଟ୍ରମ୍ପଙ୍କର ବଡ଼ ଧମକ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ସିଧାସଳଖ 48 ଘଣ୍ଟିଆ ଅଲ୍ଟିମେଟମ୍ ଦେଇଛନ୍ତି। ସେ କହିଛନ୍ତି, ମୁଁ ଆଗରୁ 10 ଦିନର ସମୟ ଦେଇଥିଲି, ଏବେ ସମୟ ଶେଷ ହେଉଛି। 48 ଘଣ୍ଟା ପରେ ଭୟାବହ ପରିଣାମ ଦେଖିବାକୁ ପଡ଼ିବ। ତେବେ ଏହି ସମଗ୍ର ଘଟଣା କ'ଣ, ଆସନ୍ତୁ ଜାଣିବା। ଟ୍ରମ୍ପ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ଟ୍ରୁଥରେ କହିଛନ୍ତି, ମୁଁ ଇରାନକୁ 10 ଦିନର ସମୟ ଦେଇଥିଲି, ଡିଲ୍ କରନ୍ତୁ କିମ୍ବା ହରମୁଜ ଷ୍ଟ୍ରେଟ୍କୁ ଖୋଲନ୍ତୁ। ସେ ଆହୁରି କହିଛନ୍ତି, ସମୟ ଶେଷ ହେଉଛି ଏବଂ 48 ଘଣ୍ଟା ପରେ ଭୟଙ୍କର ପରିଣାମ ଦେଖିବାକୁ ମିଳିବ। ଏହା ସ୍ପଷ୍ଟ କରୁଛି ଯେ ଆମେରିକା ଆଉ ସହିବାକୁ ପ୍ରସ୍ତୁତ ନୁହେଁ। ହରମୁଜ ଷ୍ଟ୍ରେଟ୍ କାହିଁକି ଗୁରୁତ୍ୱପୂର୍ଣ୍ଣ? ହରମୁଜ ଷ୍ଟ୍ରେଟ୍ ଦୁନିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତେଲ ମାର୍ଗ ମଧ୍ୟରୁ ଗୋଟିଏ। ବିଶ୍ୱର ପ୍ରାୟ 20% ତେଲ ଏହି ରାସ୍ତାରୁ ହିଁ ଯାଇଥାଏ। ଯଦି ଏହା ବନ୍ଦ ହୋଇଯାଏ, ସମଗ୍ର ଦୁନିଆରେ ତେଲ ସଙ୍କଟ ଦେଖାଯିବ। ଇରାନ ଏହି ମାର୍ଗକୁ ନିୟନ୍ତ୍ରଣ କରିପାରେ, ସେଥିପାଇଁ ଏହା ଆଜିର ସବୁଠାରୁ ବଡ଼ ସଙ୍କଟ। ପୂର୍ବରୁ କ'ଣ ଘଟିଥିଲା? ମାର୍ଚ୍ଚ 26ରେ ଟ୍ରମ୍ପ କହିଥିଲେ, ଇରାନର ଅନୁରୋଧରେ ଆମେ 10 ଦିନ ପାଇଁ ଆକ୍ରମଣ ବନ୍ଦ କରୁଛୁ। ସେ ସେତେବେଳେ ଆଶା କରିଥିଲେ ଯେ ଆଲୋଚନା ଭଲ ଭାବରେ ଚାଲିଛି, କିନ୍ତୁ ବର୍ତ୍ତମାନ ସ୍ଥିତି ପୁଣି ଗମ୍ଭୀର ହୋଇଯାଇଛି। ଯୁଦ୍ଧର ସମ୍ଭାବନା ଦେଖାଦେଇଛି। ଯଦି ଇରାନ ହରମୁଜ ଷ୍ଟ୍ରେଟ୍ ଖୋଲିବାକୁ ମାନେ ନାହିଁ, ଆମେରିକା ସାମରିକ କାର୍ଯ୍ୟ କରିପାରେ। ଏହାର ପରିଣାମ ମଧ୍ୟ ପୂର୍ବରେ ଯୁଦ୍ଧ ବା ମିଡିଲ୍ ଇଷ୍ଟରେ ଯୁଦ୍ଧ ହେବାର ସମ୍ଭାବନା ରହିଛି। ତେଲ ଦର ମଧ୍ୟ ବୃଦ୍ଧି ପାଇବ ଏବଂ ଗ୍ଲୋବାଲ ଇକୋନୋମି ମଧ୍ୟ ଏଥିରେ ପ୍ରଭାବିତ ହେବ। ଭାରତ ଉପରେ ଏହାର ପ୍ରଭାବ ମଧ୍ୟ ପଡ଼ିବ। ଭାରତ ପାଇଁ ବଡ଼ ଚିନ୍ତାର ବିଷୟ। ଭାରତ ବହୁତ ତେଲ ଆମଦାନୀ କରିଥାଏ, ତେଣୁ ହରମୁଜ ବନ୍ଦ ହେଲେ ତେଲ ଦର ବଢ଼ିବ ଏବଂ ପେଟ୍ରୋଲ ଡିଜେଲ ମୂଲ୍ୟ ମଧ୍ୟ ବଢ଼ିପାରେ। ତେଣୁ କହିବାକୁ ଗଲେ, ଡୋନାଲ୍ଡ ଟ୍ରମ୍ପଙ୍କର ଏହି ଚେତାବନୀ ଦୁନିଆକୁ ଚିନ୍ତାରେ ପକାଇ ଦେଇଛି। ତେବେ ଆମେରିକା କ'ଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ରହିଲା ଏବଂ ସମସ୍ତଙ୍କର ଅପେକ୍ଷା ରହିଲା 48 ଘଣ୍ଟା ପରେ ଆମେରିକା କ'ଣ ପଦକ୍ଷେପ ନେଉଛି। ତେବେ ଆଜିର ଭିଡ଼ିଓ ଆପଣଙ୍କୁ କିଭଳି ଲାଗିଛି? ଯଦି ଭିଡ଼ିଓ ଭଲ ଲାଗୁଛି, ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ଯଦି ପ୍ରଥମ ଥର ପାଇଁ ଭିଜିଟ୍ କରୁଛନ୍ତି, ତାହେଲେ ସବସ୍କ୍ରାଇବ୍ ନିଶ୍ଚିତ ଭାବରେ କରନ୍ତୁ ଏବଂ ଏହି ଭିଡ଼ିଓ ବିଷୟରେ ଆପଣଙ୍କର ମତାମତକୁ ଆପଣ କମେଣ୍ଟ ମାଧ୍ୟମରେ ଦିଅନ୍ତୁ। ଧନ୍ୟବାଦ।